परम ब्रह्म वासुदेवाय नमः। अखंड मंडलाकारं व्याप्तजेन चराचर तत्पददर्शितजनं तस्मै श्रीगुरुभ्यो नमः। भगवान् भागवतानं मुखस्खलितमुख्यरं त्र्यक्षरमहावीर्यनन्तत निजयते। अच्छा, ओम श्री गुरु परम ब्रह्म निराकारय नमः। करे चक्र पाई जे शिष्य दशन्द्री काटी हे बकृष विप्र देवता ऋषि होई सुरेन्द्र कीट केशन। एक कलार 10 कोटी अंशरू अंशे परीक्षा तीनिटा इंद्री छेदने शूद्रवर्ण कला साधुଙ୍କ ଠାରୁ जन्म। शूद्रवर्ण कला साधुଙ୍କ ଠାରୁ जन्म। बुझिल भक्तबंधु, समस्त चिंता कर। अच्छा, नवम इंद्रिय बंधन देख विषया भय भ्रम पूजंती जे भूत मुदारे विकार करे नवद्वारे। नासिका धरे गंध आसे रोगी नीच छुई जे बेसे एणु भ्रमई शुचिवासे घृणीताह काले मूढ़से। आत्मा को करई विकार न से विश्वकला पयर एणु ताहाकु स्थान नाही चरणे स्थान सूत्रे देई। ए इंद्री जेणु मुजिणई विकारे नह काले छुई अर्चन भक्ति जे पाड़ई ए तीनी इंद्री से जिणई। बुझिल भक्त बंधु माने, अर्चन भक्ति जे पाड़ई ए तीनी इंद्री से काटई। आमे हाट बाट इत्यादि जाई किंती आमे जदि छुईंद्री हकालिबा नाही ताहले आमर रिपु कटिला। जदि छुईले बोली जदि भाविले अहंकार रहिला, केही काहाको घृणा नाही। अच्छा, पुरुषोत्तम द्वारु ब्रह्म ता मुख शुणी नीति ज्ञान 3 बरस 7 मास अर्चने 3 इंद्री नाश। नारद अनुगते मोर से ज्ञान रहिला चितर मोर वचने श्रद्धा कर ए ज्ञान होइब तुम्भर। निर्मल ज्ञान हेले जात विनाश होइब दुरित। निर्मल ज्ञान हेले जात विनाश होइब दुरित। आमे जदि विष्णुंकर नाम कृष्णंकर नाम निर्मल हृदय तांको जपदान ज्ञान यज्ञ करिबा ताहले आमर दुरित विनाश हब। ए पूजा अर्घा कले दुरित नाश होई परिबो नाही। श्रवण कीर्तन साधु संत समस्ते भाव समस्तंग जीवरे नारायण। आत्मार जे मन्त स्वभाव शुण कहिबा ज्ञान भाव वृक्षर फल जेह्ने काले पाचि पड़ई मही तले। षड विकारे नाश जाई शरीर आत्मे घृणे जेहि शरीर स्वभावटी एहि सुचिंद्री पाड़ी नाश सेहि। आत्मार नुहे विकार राम मारी दशन्द्री शिर। आत्मार नाही ए विकार राम मारी दशन्द्री शिर। ए 10 इंद्री शिर को मारिले रामचंद्र, जहाको आमे रावण कहउचंती। आमर जो 10 इंद्रिय ए होछि राम। 10 इंद्रिय काटी सारी तापरे रामचंद्र जन्म हेले 10 द्वारकारे। बुझिल पिले, पंचभूतरे श्रीजटा श्रीराम श्रीराम समस्त भक्त बंधु समस्त दर्शन करी
ହନୁ ରାମ ବାନର ଯେତେ ଥିଲେ ସମସ୍ତେ ଦର୍ଶନ କଲେ। ଆଚ୍ଛା, ଯେଣୁ ସେ ଆତ୍ମା ନିର୍ବିକାର ତାଙ୍କୁ ଘୃଣନ୍ତି ଯେ ଅସୁର, ଯେ ନିତ୍ୟ କ୍ଷେତ୍ରଜ୍ଞ ଅବୟ ବିକାର ଶୂନ୍ୟ ସର୍ବାଶ୍ରୟ, ସର୍ବକାରଣ ଅସଙ୍ଗତ ଯେଣୁନ୍ଦ୍ରି କାଟି ଖାଏ ଭାତ, ବିଶୁଦ୍ଧ ଏକ ଅନାବୃତ ହିନ୍ଦୁ ମୁସଲାଦି ଖ୍ରୀଷ୍ଟେତ। ଏମନ୍ତ ଆତ୍ମାର ଲକ୍ଷଣ 21 କୃଷ ସେ ସମ୍ପୂର୍ଣ୍ଣ, ଆଧ୍ୟାତ୍ମା ଜ୍ଞାନୀ ଯେଉଁ ଜନ ଉଦ୍ଧବ ସଂକଳ୍ପ ମାନ୍ୟ। ଅହଙ୍କାରକୁ ପରିହରେ ଦେହାଭିମାନ ଦୂର କରେ, ଏ ଦେହେ ଲଭେ ବ୍ରହ୍ମ ଜ୍ଞାନ ପୂଜି ସେ ଶ୍ଳୋକଳା କରେ ବୁଝିଲା? ଯେ ଦେହରୁ ଅହଙ୍କାର ଅଭିମାନ କାଟିଲା ସେ 16 କଳା କର୍ମକୁ ପୂଜା କରିପାରିବ। ଯେ ଯା ଦେହରେ ଅହଙ୍କାର ରହୁଛି, ରାଗ ରହୁଛି, ଲୋକଙ୍କ ପ୍ରତି ଘୃଣା ରହୁଛି, ସେ ଏକତ୍ରିତ ହୋଇପାରନ୍ତି ନାହିଁ। ବୁଝିଲ ଭକ୍ତ ବନ୍ଧୁ? ଦେହରୁ ଅହଙ୍କାର ଗଲେ ସମସ୍ତଙ୍କୁ ନାରାୟଣ ହିସାବରେ ଭାବନ୍ତି। ସକଳ ଘଟେ ନାରାୟଣ, ପ୍ରଭୁ ସକଳ ଘଟେ ନାରାୟଣ ଦର୍ଶନ କରନ୍ତି। ଆଚ୍ଛା, ଆତ୍ମା ଯୋଗରେ କଲେ ଧ୍ୟାନ ଯେତେ ଦେହେ ଦଶନ୍ଦ୍ରି ଶୂନ୍ୟ, ମୁହିଁ ମୋହର ବୋଲି ଯେତେ ନ ପୂଜେ ଶୋକଳାକୁ ନିତ୍ୟେ। ଦେହାଦି ଉପାଧି ସହିତେ ପୂଜେ ପ୍ରକୃତି ଅସାଧୁତେ, ମମତା ଜାତ ଉପଦେଶେ ନ ପୂଜେ ଶୋକଳା ସନ୍ନ୍ୟାସେ। ଯଦି ମମତା ରହିଲା, ନିଜର ମମତା ରହିଲା, 16 କଳା ସନ୍ନ୍ୟାସ ବୋଲି ସେ ଭାବନ୍ତି ନାହିଁ। ସେ କହୁଛି ମୁଁ ଯାହା ସେ ତାହା ନା। ଆରେ ଜ୍ଞାନ ଯୋଗରେ ଭଗବାନ ଭକ୍ତ 2 ଜଣ ଅଛନ୍ତି। ଭକ୍ତ ଭଗବାନ ସମାନ ଅଟନ୍ତି। ଦିହିଙ୍କର ଏକ ଦେହ, ଭିନ୍ନ ଭିନ୍ନ ମୂର୍ତ୍ତି, ଅଲଗା ନୁହନ୍ତି କହିଲେ ଏହା ନିଶ୍ଚୟ। ଯେ ଭକ୍ତ ମନରେ ଅହଙ୍କାର ନଥାଏ ସେ ଆସି ଭକ୍ତମାନଙ୍କୁ ଦର୍ଶନ କରେ, ଗୁରୁ ଦର୍ଶନ କରେ, ବହୁତ ଆନନ୍ଦରେ ପ୍ରଚଳିତ ହୁଏ। ଆଚ୍ଛା, ଏସବୁ ହରିଙ୍କ ସନ୍ଦେଶେ ନ କଟେ ଦଶନ୍ଦ୍ରି ରାକ୍ଷସେ, ମୋର ବଚନ ବେଗେ ହେଜ ମୁକୁନ୍ଦ ପାଦ ପଦ୍ମେ ଭଜ। ଏଣୁ ସଂଶୟ ଦୂର କରି ରୋପିଣ କୁଞ୍ଜବନ ତାରି, ଅନ୍ତରେ ଭଜ ନର ହରି 16 କଳା କର୍ମେ ତାରି। ଆତ୍ମାର ସ୍ୱରୂପ ଈଶ୍ୱର ଚିତ ନିର୍ମଳେ ଆଶ୍ରେ କର। ଆତ୍ମାର ସ୍ୱରୂପ ଈଶ୍ୱର, ଆତ୍ମାର ସ୍ୱରୂପ ଈଶ୍ୱର ଚିତ୍ତ ନିର୍ମଳେ ଆଶ୍ରୟ କର। ନିର୍ମଳ ଚିତ୍ତରେ ଆଶ୍ରୟ କରିବା, ପ୍ରଭୁଙ୍କ ନାମ ଗାୟନ ଭଜନ କରି ଆମେ ସମସ୍ତଙ୍କୁ ସମଦର୍ଶନ, ସମତା ଦୃଷ୍ଟି। ବୁଝିଲ ଭକ୍ତ ବନ୍ଧୁମାନେ? ଧର୍ମର ଅହଙ୍କାର ନଥାଏ। ଆଚ୍ଛା, ହରି ସୁକୃତ ପଞ୍ଚଭୂତେ ରୋପି ପୂଜି ରୋପି ଦେହି ଜୀବିତେ, ଜନ୍ମ କରାଇ ସୋଆୟତେ କଳେ ପତ୍ର ପୁଷ୍ପ କେତେ। ସଂଯୋগে ଶରୀର ପ୍ରକାଶେ ଈଶ୍ୱର ଥାଇ ସାଧୁ ଅଂଶେ, କର୍ମ ସରିଲେ ଦେହ ନାଶେ ଛାଡ଼େ ଈଶ୍ୱର ଦେହ କୃଷେ। ବୁଝିଲା? ଈଶ୍ୱର କୋଉଠି ରହିଲେ? ସାଧୁ ଅଂଶରେ ଈଶ୍ୱର ସମସ୍ତଙ୍କ ପାଖରେ ଅଛନ୍ତି। ଯିଏ ଯେତିକି ସାଧ୍ୟ କରିବ ତାଙ୍କ ପାଖରେ ସେତିକି ଈଶ୍ୱର ଆସକ୍ତ ହୋଇ ଅଛନ୍ତି। ଯେତେବେଳେ ସମୟରେ ଦେହ ଆମର ଅସ୍ତ ହେଇଯାଉଛି ସେତେବେଳେ ସମୟରେ ଈଶ୍ୱର ପଳାଇ ଯାଉଛି। ମୃତ ଦେହରେ ଈଶ୍ୱର ନାହାନ୍ତି। ଈଶ୍ୱର ହେଉଛନ୍ତି ଜୀବିତ ଦେହରେ ଆଶ୍ରୟ ନେଇଛନ୍ତି। ଈଶ୍ୱର ନିଜେ ଏ ପୃଥିବୀର ସୃଷ୍ଟିକର୍ତ୍ତା। ଆଚ୍ଛା, ଦେବ ଅସୁର ନ
ଯେବେ ପୂଜେ କୃଷ କଳାର ଯିବେ ଯକ୍ଷ ଗନ୍ଧର୍ବ ହରି ଭାବେ ରୋପିତା କୁଞ୍ଜବନ ଯିବେ ଭଜନ୍ତି ମୁକୁନ୍ଦ ଚରଣେ ସେ ଜୀବ ପରମ କାରଣେ ପାଦରୁ ଜାତ ଶୂଦ୍ର ଜାତି ତିନିନ୍ଦ୍ରୀ ଯେ ଭକ୍ତ କାଟନ୍ତି 27 ପଦ ଅଧ୍ୟାତିନେ ସପ୍ତ ପାବଛେ କୁଞ୍ଜବନି ମଧ୍ୟମ ଭାବ ଏବେ ଶୁଣ ଯେବେ ଅର୍ଚଇ ନାରାୟଣ। ବୁଝିଲେ ଭକ୍ତ ବନ୍ଧୁ, ସାଧୁ ସନ୍ଥ ଗୁରୁଜନ ମାନେ ସମସ୍ତଙ୍କୁ କୁହାଉଛି ସେ ଯେ ଭଜେ ମୁକୁନ୍ଦ ଚରଣେ ସେ ଯିବେ ପରମ କାରଣ। ପାଦରୁ ଜାତ ଶୂଦ୍ର ଜାତି ଯେ ଯେ ଭକ୍ତ ତିନିନ୍ଦ୍ରୀ କାଟନ୍ତି। ବୁଝିଲ ବନ୍ଧୁଗଣ, ସମସ୍ତେ ଚେତା କର, ସମସ୍ତେ ବୁଝିପାର, ଲୋକଙ୍କୁ ବୁଝାଅ। ଆଚ୍ଛା, ନାନା କୁସୁମ ବନ ରୋପି ସୁସ୍ୱାଦୁ ଫଳ ବୃକ୍ଷ ସ୍ଥାପି ପ୍ରତିଷ୍ଠା ଗୁଣେ করে ଶ୍ରମ ପୂଜି ସେ ବୃକ୍ଷ ନାରାୟଣ ଏଣୁ ସେ ବୋଲାଏ ମଧ୍ୟମ ନ ପୂଜି ସ୍ୱକଳା କର୍ମେଣ জীব ঈশ্বরে বশ হই ইন্দ্রিয় অর্থে ভোগ পাই। আচ্ছা, জীব ঈশ্বর সমস্ত ঘটে বসিছি, জীব ঈশ্বরে বশ হই ইন্দ্রিয় অর্থ ভোগ পাই। যেতে আমার খাদ্য সেটা হচ্ছে ভোগ, সেই ভোগটাকে ইন্দ্রিয় পাই পাচ্ছি ইন্দ্রিয় মানে বিষয় ইন্দ্রিয়। বুঝল সাধু সন্তগণে, ଆମେ ଚେଷ୍ଟା କରିବା, ଜାଣିବା ଆମର ଏ ଶରୀରରେ ଈଶ୍ୱର ଅଛି, ଈଶ୍ୱର ବସିଛି। ଆମର ଯେତେ ବିଷୟ ଇନ୍ଦ୍ରିୟ ଅଛନ୍ତି ତାଙ୍କ ପାଇଁ ଭୋଗ ପ୍ରସାଦ କରା ଦିଆଯାଉଛି। ଆଚ୍ଛା, ଦେହୀଙ୍କୁ କରେ ଅହଙ୍କାର ନ ପୂଜି ଶ୍ଳୋକଳା ପାଦର ବୋଲଇ ସର୍ବକର୍ମ ମୋର ରୋପି ପୂଜି ଜୀବ ଈଶ୍ୱର ଏଣୁ ଏ ଈଶ୍ୱର ଅଧୀନେ ପଡ଼ଇ ଶରୀର ବନ୍ଧନେ ଦେହ ବନ୍ଧନେ ହୋଇ ଭ୍ରମ ନ ଶୁଣି କୃଷ ମୁଖ ଜ୍ଞାନ। ବୁଝିଲ, ଦେହ ବନ୍ଧନରେ ସମସ୍ତେ ଗୃହସ୍ଥର ବନ୍ଧନ ହୋଇ ପଡ଼ିଲେ, କେହି ଜାଣିପାରିଲେ ନାହିଁ। ନିଜ ସ୍ତ୍ରୀ ମାନେ ବି ମଧ୍ୟ ସ୍ୱାମୀ ଠାକୁର ବୋଲି ଦର୍ଶନ କଲେ ନାହିଁ। ଢୋଲ ବାଜିଲେ ସମସ୍ତେ ବନ୍ଦାପଣା କରିବା ପାଇଁ ସମସ୍ତେ ପଳେଇ ଆସିବେ। ବୁଝିଲ, ଢୋଲ ବାଜିଲେ ଠାକୁର ବୋଲି ଜାଣିବେ, କିନ୍ତୁ ନିଜ ସ୍ୱାମୀ ଠାକୁର ପ୍ରତ୍ୟେକ ବିଷୟ ରୋଜଗାର କରିକି ଆଣି ଦଉଛି, ସେ ତାଙ୍କୁ ଆଉ ଠାକୁର କହିଲେ ନାହିଁ। ଆରେ ପତିତ ଜନ କେବେ ଆଉ ମୁଖ୍ୟ ହବ? ପତିତରେ ସମସ୍ତେ ପଡ଼ିଲେ ଅଜୀବ ତୀର୍ଥରେ। ଆଚ୍ଛା, କରଇ ନାନା ମତେ କର୍ମ ନ କଟେ ଆଠନ୍ଦ୍ରୀ ବନ୍ଧନ ଦେହ ବିଯୋগে কর্ম ঘেনি ন জন্মে এ মনুষ্য যোনি জন্ম লোভই নানা যোনি পশু পক্ষাদি দেহে ভ্রমি মাত্র নরকে পড়ে নাহি তিনিন্দ্রি যে ভক্ত কাটই যম জাত না পূর্ণ নহি এ ভক্তি যে জন পালই অন্তরিক্ষ যে কৃষ যোগ কহে এ আত্মা পূজা যোগ। অন্তরিক্ষ আমার যে অন্তর আছে, অন্তরিক্ষ কহে কৃষ্ণଙ୍କର ଭାବ ମାନେ ପୂଜା ତୀର୍ଥ ବ୍ରତର ଯାହା ଅଛି ନିଜ ଆତ୍ମାକୁ ପୂଜିବ, ନିଜ ସମସ୍ତ ନିଜେ ସମସ୍ତଙ୍କୁ ପୂଜା କରିବ। ସମସ୍ତଙ୍କୁ ଯଦି ନିଜେ ପୂଜା କରିବ ତାହେଲେ ବିଷ୍ଣୁ ମହିମା ରହିବ, ନହେଲେ ବିଷ୍ଣୁ ମହିମା ରହିବ ନାହିଁ। ବୁଝିଲ ପିଲେ, ତମେ ସମସ୍ତେ ଚେଷ୍ଟା କର, ସମସ୍ତେ ଚେଷ୍ଟା ଜଣାଉବ। ଈଶ୍ୱର ଏଇ ଦେହରେ, ମହିମା ଏଇ ଦେହରେ, ଜଗନ୍ନାଥ ଏଇ ଦେହରେ। ଆଉ କାଠଟାକୁ ଆମେ କହିବା ଜଗନ୍ନାଥ। ଆରେ କାଠଟା ଯେ ଜଗନ୍ନାଥ ହେଲେ ତମେ କାଠ ଜାଳୁଛ କାହିଁକି? ଫର୍ଣ୍ଣିଚର କରୁଛ, ଏଇ ସବୁ ପ୍ରକାର କାଠଟାକୁ ତ ବନଉଛ।
ଆଉ ଜଗନ୍ନାଥ କିପରି ହେଲା? ଚେଷ୍ଟା କର, ନିଜେ ଚେଷ୍ଟା କର, ଲୋକଙ୍କୁ ଚେତା ଦିଅ। ଚେତା ହେଲେ ଚେତାଜନ ହେଇପାରିବ। ଆଚ୍ଛା, জীব অর্চন বসুদেব ভকতি পাଳି যশ লাভ ব্রহ্মাণ্ড মধ্যে যেতে দেবা দিয়ে ফল পুষ্প পত্র বা মনুষ্য କରି ତାଙ୍କୁ ସେବା ଏକ ଦ୍ୱାରିକା କଳିବା। ବୁଝିଲ ବନ୍ଧୁଗଣ, ସଂସାର ମଧ୍ୟରେ ଯେତେ ଦେବା ଦିଏ ଫଳ ପୁଷ୍ପ ପତ୍ର ବା। ଆମେ ଯେତେ ବୃକ୍ଷ ଲତା ସମସ୍ତଙ୍କୁ ରୋପଣ କରିଛନ୍ତି, ସମସ୍ତଙ୍କୁ ପାଣି ଦଉଛନ୍ତି, ସମସ୍ତେ ଆମକୁ ଫଳ ଦଉଛନ୍ତି। ଆରେ ଦେଉଳ ମନ୍ଦିର ଯେତେ ପୂଜା କରୁଛ, କୋଉ ମହାପୁରୁ ଫଳ ଦେଇଛି ତୁମକୁ? ତୁମେ ନିଜେ ଭୋଗ ନଉଛ, ନିଜେ ଏଟା ଚାଟି ଖାଉଛ, କେହି ଚେତା କରିପାରୁନାହ। ସମସ୍ତଙ୍କ ନର ଶରୀରରେ, ସମସ୍ତଙ୍କ ଦେହରେ ସ୍ତ୍ରୀ ପୁରୁଷ ଉଭୟ ସମସ୍ତ ଈଶ୍ୱର, ସମସ୍ତଙ୍କ ପାଖରେ ଈଶ୍ୱର ଅଛି। ଜୀବ ପାଖରେ, ଅଜୀବ ପାଖରେ ନାହିଁ। ଅଜୀବ ମଧ୍ୟରେ ଜୀବ ଶ୍ରେଷ୍ଠ, ଅଜୀବ ମଧ୍ୟରେ ଜୀବ ଶ୍ରେଷ୍ଠ। ବୁଝିଲ କୁନା ବାବୁ? କୋଉଠି ଅଛ? ହଁ, ଚେଷ୍ଟା କର, ତୁମେ ବୁଝ, ଲୋକଙ୍କୁ ବୁଝାଅ। ଆଚ୍ଛା, ইচ্ছন্তি ঐশ্বর্য ভোগে প্রকৃতি পুজি যে দানবে সাত্বিক সংযোগে বিযোগে মুদারকু সে ভাবি দেবে এ দেহে মোর পিতা ত্রাসে পিতা ছড়ি পূজে রাক্ষসে দণ্ডে নথান্তি অবকাশে দেব ছড়ি পুঙ্ক দেহে সে সাহস ভ্রুকুটি কুটিল এ পিতা দশন্দ্রী অসুর হয়ে ডরইয়া খণ্ডল নর হে পঞ্চ জ্ঞানেন্দ্রির। ভয়ে ডরইয়া ଖଣ୍ଡଳ ନର ହେ ପଞ୍ଚ ଜ୍ଞାନେନ୍ଦ୍ରିୟ। ଏ ଯୋଉ ହିରଣ୍ୟ ଯାହା କର୍ମ କରୁଛି, ପ୍ରହ୍ଲାଦ କହୁଛି, ଏ ପିତା ଅସାଧୁ ଅସୁର, ଭୟ ଡରଇଆ ଖଣ୍ଡଳ, ଏ ପଞ୍ଚ ଜ୍ଞାନେନ୍ଦ୍ରରେ ଚେଷ୍ଟା କରେ ନାହିଁ। ଏ ଦେହରେ ପଞ୍ଚ ଜ୍ଞାନେନ୍ଦ୍ର ଅଛି, ସେ ଭାବେ ନାହିଁ ଏ ଦେହରେ ପଞ୍ଚ ଜ୍ଞାନେନ୍ଦ୍ର। ସୁରେନ୍ଦ୍ର କିରୀଟ, ସୁରେନ୍ଦ୍ର କିରୀଟ ସେ ବି ଜାଣିପାରନ୍ତି ନାହିଁ। ଅସୁରମାନେ କାଠପତ୍ର ନାନା ପ୍ରକାର ଫଳ ପାଉଁଶ ପୂଜା କରନ୍ତି। ଆଚ୍ଛା, তু এবে হাঙ্কু সংহরি দশন্দ্রে ধর্ম কাটি করি রখিলু সর্বদেব পুরী দেব ফল পুষ্প কুঞ্জ ভরি তেণু মু প্রাণীঙ্ক বিশ্বাসে কুঞ্জ বন রূপী মনুষ্যে সে ফল এ ভূত ভবিষ্যে পত্র পুষ্প দেব পূজসে সে পদ তারে দয়া করে প্রসন্নে সর্ব দুঃখ হরে নারদ মুনি মহাশয় সে মতে কলে অনুগ্রহ। ଇଏ କହୁଛି ପ୍ରହ୍ଲାଦ, ନାରଦ ମୁନି ମହାଶୟ ସେ ମତେ କଲେ ଅନୁଗ୍ରହ। ଯେତେବେଳେ ମୁଁ ମାତା ଗର୍ଭେ ଥିଲି, ଯେତେବେଳେ ଇନ୍ଦ୍ର ମୋ ମାଆକୁ ଧରି ନେଇ ଯାଉଥିଲା କୟଦକୁ, ସେତେବେଳେ ସମୟରେ ଋଷି ଆଶ୍ରମରେ, ନାରଦ ଋଷିଙ୍କ ଆଶ୍ରମରେ ଶୀତ ଜଳ ସିଞ୍ଚି ବ୍ରହ୍ମଜ୍ଞାନ ତତ୍ତ୍ୱ କହି ତାଙ୍କୁ ବହୁତ ଚେତାଦନ କରେଇ, ଯେତେବେଳେ ସେ ଚେତା ପାଇଗଲା, ତା ଗର୍ଭରେ ଯୋଉ ପ୍ରହ୍ଲାଦ ଥିଲା ସିଏ ବି ମଧ୍ୟ ବ୍ରହ୍ମଜ୍ଞାନ ଚେତା ପାଇଲା। ବୁଝିଲ ଭକ୍ତମାନେ? ସେ ମା ଗର୍ଭରୁ ଶିକ୍ଷା କରି ତା ବାପକୁ ଝଗଡ଼ା କଲା, ତୁମେ ତିନି ପୁରର ଈଶ୍ୱର, ତୁମେ ଲୋକଙ୍କୁ ଠକୁଛ, ଚିତା ପଇତା କରି, ସେଟା ମିଛୁଟା, ତମେ ସତ୍ୟକୁ ଚାହ। ଆଚ୍ଛା, ଏଣୁ ସାଧୁଙ୍କ ସଙ୍ଗେ ବଢି তো সে ମୋ ବାଳ ମତି ଛାଡ଼ି ଅନନ୍ତ ମୋ ପ୍ରାଣ ରକ୍ଷଣ ପିତାର ମରଣ କାରଣ ସ୍ଥିତି ପାଳନ ଅନ୍ତେ ଦୃଷ୍ଟି ତରୁ ପଲ୍ଲବ ପ୍ରାୟ ସୃଷ୍ଟି।
দেহ দ্বিবিধরে জাত তিরি পুরুষেন্দ্রী সাধেত। ବୁଝିଲା ବନ୍ଧୁଗଣ, ଏ ଦେହ ଦ୍ୱିବିଧାରେ ଜାତ, ସ୍ତ୍ରୀ ପୁରୁଷ ଉଭୟେ ଇନ୍ଦ୍ରିୟ ଦମନ କରିପାରିବ। ସ୍ତ୍ରୀ ପୁରୁଷ ଉଭୟେ ଈଶ୍ୱର। ଈଶ୍ୱର ବାହାରେ ଗୋଟେ କାଠ ପଥର ଫଟ ନୁହଁ। ଈଶ୍ୱର ହେଲା ଜୀବ ଈଶ୍ୱର ବଶ ହୋଇ ଇନ୍ଦ୍ରିୟ ଅର୍ଥେ ଭୋଗ ପାଇ। ବୁଝିଲ, ନିର୍ଗୁଣେ ମୁହିଁ ସଦା ଶିବ ପରମ ଷୋଳ କଳ ଲାଭ। ସମସ୍ତେ ଚେତା କର ବନ୍ଧୁଗଣ, ଅଯିବେ ଈଶ୍ୱର କହନ୍ତୁ ନାହିଁ। ଏ ଦେଉଳ ମନ୍ଦିର ସମସ୍ତେ ଠକିଭଣ୍ଡି ଖାଇବା ପାଇଁ ଅସୁରଙ୍କର କର୍ମ। ବୁଝିଲ, ଯେଉଁ ମହାପୁରୁ କଥା କହୁନାହିଁ ସେଇ ଜାଣିଲେ ଶିବ ଲଙ୍ଗଳା, ପୁଣି ଯାଇକିରି ସେଇଠି ପୂଜା କଲେ ଶିବ ମନ୍ଦିର। ପାଦକ ନ କହି ପାଦକ ପାଣି କହି ସମସ୍ତେ ଲିଙ୍ଗ ପାଣି ପିଉଛନ୍ତି। ଆଚ୍ଛା, ସ୍ଥାବର ଜଙ୍ଗମେ ବିଦିତ ଆତ୍ମା ଏ ଦଶନ୍ଦ୍ରୀ ସାଧେତ। ଆତ୍ମାର ସମ୍ବନ୍ଧ ଏ ଦେହେ ଯେଣୁ ଅସୁରେନ୍ଦ୍ରୀ ନଥାଏ। ସ୍ୱଭାବେ ଭିନ୍ନ ଭାବ ରହେ ଅସୁରେନ୍ଦ୍ରୀ ଛେଦି ଆତ୍ମାଏ। ଏମନ୍ତ ଦେহে শুদ্ধ চিতে ব্রহ্ম পুরুষ ভাব নিত্যে। সৃষ্টি স্থিতি যে প্রলয়র ন জিণে কে ইন্দ্রিয়ে গার। কারণ বুঝি হেতু কর জিণে কিরীট কেশনর। ଏ କାରଣ ବୁଝି ହେତୁ କର ଜିଣେ କିରୀଟ କେଶ ନର। ଯେ ନର ମାନବ ସେ କିରୀଟ କେଶ ରଖିବ, କେଶ ରଖିବ। ଈଶ୍ୱର ହେତୁ ଏ ସଂସାର, ଈଶ୍ୱର ସଂସାର ବାହାର। ଭକତ ପାରେ ମତେ ବାନ୍ଧି ଦୁର୍ଯ୍ୟୋଧ ମୋର ଶୂନ୍ୟ। ଭକତ ଭାବେ ମୁଁ ବନ୍ଧନ, ଭକ୍ତ ବାନ୍ଧି ପାରେ ମତେ। ଆରେ ବାନ୍ଧିବ କାହିଁରେ? ଶ୍ରଦ୍ଧାରେ ପାନିଆରେ କେଶ କୁଣ୍ଡାଇ ନିଜ କେଶ ବାନ୍ଧିବ। ହେଲା ଈଶ୍ୱର। ବୁଝିଲ ପିଲେ, ଈଶ୍ୱର ବୋଲି ବୁଝ। କଣ କୁଣ୍ଡା ବାବୁ? ଆରେ ଏ ବାବୁ କୁଆଡେ ଗଲା? ন বুঝি হেতু কর জিণে কিরীট কেশনর। নির্গুণ আত্মা কর্ম দিগে গুণে যে আত্মা দানবে। এ জীব অনল সংযোগে দশন্দ্রী তৃণে পড়ে রাগে। ବୁଝିଲ ଅମର ବାବୁ, ଯାହା ପଢୁଛ ଭଲ ଲାଗୁଛି, ଟିକେ ବୁଝେଇକିରି ପଢିବ, ସରଳ କରି ପଢିବ। ସମସ୍ତଙ୍କର କର୍ଣ୍ଣରେ ଯେମିତି ପବିତ୍ର ହିସାବରେ ନାମ ଦିନେ ଟପ ଟପ ବସିବ। ବୁଝିଲ, ଆମର ଯଦି କର୍ଣ୍ଣ ପବିତ୍ର ହେଲା ବିଷ୍ଣୁଙ୍କ ନାମ, ବିଷ୍ଣୁଙ୍କ ମହିମା, ତାହେଲେ ବହୁତ ଆନନ୍ଦ ଲାଭ କରିବା ଆମେ। ଆଜି ପଣା ସଂକ୍ରାନ୍ତି। ଆଚ୍ଛା, দহন করি যোগ মার্গে অন্যথা উপায় ন ভাবে। কে সাধি পারিব সামর্থ্যে সংসারে যেতে নরদত্তে। এ ভাব অনুভব জিতে দশন্দ্রী রাম কৃষ্ণ জিতে। ସେ କହୁଛି କେ ସାଧି ପାରିବ ଜଗତେ। ଯେତେ ସଂସାରରେ ଅଛନ୍ତି ନରଦତ୍ୟ, ନରଦତ୍ୟ ସ୍ତ୍ରୀ କଥା କାଟିବା ପାଇଁ କାହାରି ସାହସ ନାହିଁ। ସେ କହିବେ କାଠଟା ପୂଜା କରିବା, ସେ କହିବେ ହଁ ହଁ। ସେ କହିବେ ପଥରଟା ପୂଜା କରିବା, ସେ କହିବେ ହଁ ହଁ। ଆରେ କାଠ ପଥର ଏ ପ୍ରଭୁ ନୁହନ୍ତି। କାଠ ପଥର ଜୀବ। ସମସ୍ତେ ଚେତା କର, ସମସ୍ତେ ଚେତାଜନ ହୁଅ। ସମସ୍ତେ ବିଦ୍ୟା ପଢିଛ, ଅବିଦ୍ୟାରେ ସମସ୍ତ ବନ୍ଦୀ ହେଲେ, କେହି ବିଦ୍ୟା ବିଷୟରେ ଜାଣିପାରିଲେ ନାହିଁ। ଚେତା କର, ନିଜକୁ ନିଜ ହୃଦୟରେ ବିଚାର କର। ନିଜ ହୃଦୟରେ ବିଚାର ନ କରି ଆଜି ଦେଶ ଆମର ଅଜ୍ଞାନରେ ନାନା ପ୍ରକାର କାଠ ଫଟୋ ପାଷାଣ ଇତ୍ୟାଦି ଦୁର୍ଗା ନଡ଼ା ପୁଆଳରେ ପୂଜା କରୁଛନ୍ତି, ମଙ୍ଗଳା ଦୁର୍ଗା କାଳୀ କରିକିରି। ବୁଝିଲ, ସମସ୍ତେ ଚେଷ୍ଟା କର। ଆଚ୍ଛା, ভক্তি লক্ষণ জেনে সাধি গুণ লক্ষণে জেনে ভেদি। কৃষ্ণে সমর্পি সর্বলাভ সঙ্গে সে বিব সাধু ভাব।
जेणे ईश्वर आराधन ता मुख शुणी नीति ज्ञान करिब श्रवण कीर्तन दश सुरेन्द्र कीटकेश नाम से विष्णु कथार श्रवण से साधु वैष्णव लक्षण कृष्णर जेते नाम गुण परोखी 21 लक्षण पदार बिंद ध्यान बळे करे से नाही कले हेळे बंचिब वैष्णव मेळे लक्षण पादे पूजी भले भक्तबंध बंचिब वैष्णव मेळे लक्षण पादे पूजी भले आमे जदि लक्षण को जदि पूजिबा 21 लक्षण को आमे जदि पूजिबा साधु नारायण गृहरे पूजिबा ताहले आमर बहु पुण्य अच्छी जेबे न पारु एते मत गृहरे अतिथि आगत देई पूजिबु अन्न पानी ताहांकु विष्णु प्रायमणि ए भाव विष्णु पूजा करी ए भव जलु जानती तरी बुझिल बंधुगण आमर एकादश स्कंद चतुर्थ अध्याय लिखा है प्रमाण दे लिखा है ये जगन्नाथ दास लिखिं बुझिल समस्ते चेता कर समस्ते चेता बनव जदि चेता नहले आमर अंधकार कटिब नाही समस्त आखि फुटिब अच्छा विष्णु भक्तंक पाद सेवी एक लक्षणे से साधवी भाव विहोळे विष्णु भावी 21 लक्षण ता भावी विष्णु चरणे सेवी नीति ए भावे संसारु तरंती बुझिला आमर अमर बाबू आज्ञा कौन पढ़िल जानी पारल तो विष्णु चरण सेवी नीति सेवी नीति ए भावे संसारु तरंती ए भावरे संसार तरिब अरे विष्णु पाद जदि छाड़िला तुम कौड़ा धर्म पाइब अरे तुम देहर अहंकार रहिब तुम आ विष्णु पाद धरी पारिब नाही संसार लोक काठ फट पाषाण धूप दीप दे पूजा कले हुड़हुड़ी पकईकि पूजा कले केरे हेटे को महापुरुष शुणुची किए जानुची तुम्हें मिछरे करिछ गोटे ठाकुर ठाकेरा बुझिल ठाकुर तो पूजी पाना ठाकेरा पूजुଛନ୍ତି रे तुम स्वामी रोजगार करी केते कषण आनिक तुम पाखे धन पहुंचाऊँ तमें तांको हुड़ हुड़े देकर मुंडिया मारी पारुना लज्जा लगुच बुझल गोटे जदि फटो जदि तुम देखीदेल ये ढोल बजेदेला ये महापुरुषा रहा ये ईश्वर अच्छी ये समस्त मिथ्या 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 अच्छा ए भक्ति जोग बळे प्राणी कृष्णठु चक्र लभि ज्ञानी षडईरी पूजिणी सातन्द्री काटे गृह धर्मी एबे असुर सुते शुण जीवर जेणे परित्राण विष्णुर प्रिय जेते कर्म त्रिवार देई भिक्षा अन्न बुझिला संतोष बाबू विष्णुर जेते कर्म त्रिवारे देई भिक्षा अन्न ये त्रिवार भिक्षा अन्न देई जे विष्णु को पूजा करुछि से हो विष्णु भक्त जे मनर अहंकार बहिछि से मिछ कहूछि से साधु नाही से अहंकार करुछि से साधु नाही अरे निजे होती अलक्षण अलक्षण केबे लक्षण को पूजा करि पारे नाही से होती अलक्षण असाधु असुर तांको साध पुरुष जीव धर्म बोली जानी पारि नाहंती बुझिल पिले अच्छा चेता कर अच्छा अच्छा जेबा अधिक गुण ग्राम भुंजीब बळी थिबा अन्न लीला शरीरे जेते कला श्लोकला परीक्षा जे देला अन्यान्य गुणे जेते खेला ऋषिकेश श्रीखंड चोला से कथा शुणी कर्णधारे
ପୁଲକ ଯାହାର ଶରୀରେ। ବୁଝିଲ ବନ୍ଧୁଗଣ, ସେ କଥା ଶୁଣି କର୍ଣ୍ଣ ଦ୍ୱାରେ ପୁଲକ ଯାହାର ଶରୀରେ, ଯାହା ଶରୀର ବିଷ୍ଣୁ ନାମ ଧରି ଆନନ୍ଦ ହେଇଯାଉଛି, ପବିତ୍ର ହେଇଯାଉଛି। ବିଷ୍ଣୁଙ୍କ ନାମ ଶୁଣିଲେ, ଶ୍ରବଣ କୀର୍ତ୍ତନ କଲେ କେତେ ଆନନ୍ଦ ଉତ୍ସବ ସେ ପବିତ୍ର ସ୍ଥାନ। ଆଚ୍ଛା, ସେ କଥା ଶୁଣି କର୍ଣ୍ଣଧାରେ ପୁଲକ ଯାହାର ଶରୀରେ, ଆନନ୍ଦେ କହେ କୃଷ୍ଣବାଣୀ ଅଦ୍ଭୁତ ଷୋଳ କଳା କର୍ମୀ। ଉଚ୍ଚେ ରୋଦନ ତାହା ଶୁଣି ଅଦ୍ଭୁତ ନିର୍ଗୁଣତା ଜାଣି, ନୃତ୍ୟ କରଇବେନି ପାଦେ ଦେଖି ଋଷିକେଶ ଆନନ୍ଦେ। ହରଷେ ଭଜେ ବିଷ୍ଣୁ ପାଦେ ଦେଖି କୀଟକେଶ ଆନନ୍ଦେ। ବୁଝିଲେ ବିଦ୍ୟା ବାବୁ, ଯାହା ଆମେ ଦେଖିଲେ କିରୀଟ କେଶ ଦେଖିଲେ ଚକ୍ଷୁରେ, ମତେ ଯେ ଦେଖଇ ନୟନେ ତାର କି ତପ ପ୍ରୟୋଜନେ। ଯିଏ ବିଷ୍ଣୁ ମୂର୍ତ୍ତି ଦେଖୁଛି, କୃଷ୍ଣଙ୍କର ଜଟା ଶରୀର ଦେଖୁଛି, ଶ୍ରୀଖଣ୍ଡ ଚୂଳ, ଶ୍ରୀଖଣ୍ଡ ଚୂଳ, ଗିରି ଗୋବର୍ଦ୍ଧନ, କେତେ ଆନନ୍ଦ ଉତ୍ସବ ହଉଛି। ଏଇ ଗିରି ଗୋବର୍ଦ୍ଧନଙ୍କୁ ଗୋପପୁର, ଗୋପାଙ୍ଗନା, ଗୋପନାରୀ ମାନେ, ଗୋପାଳ ମାନେ ସମସ୍ତେ ଆରାଧନା କରିଥିଲେ। ଏଇ ଜୀବ ଶରୀର, ଏଇ ଜୀବ ଶରୀରରେ ଈଶ୍ୱର, ଏଇ ଜୀବ ଶରୀରରେ ରାମ, ଏଇ ଜୀବ ଶରୀରରେ କୃଷ୍ଣ। ଆଚ୍ଛା, ଭୂତ ଗନ୍ଧର୍ବ ଗ୍ରହ ଜେହ୍ନେ ଲାଗିଲେ ଭୋଳ ହନ୍ତି ଜନେ, ଉନ୍ମୁକ୍ତ ହୋଇ ଭାବ ବଳେ ହୁଙ୍କାରେ ନାଦେ କୃଷ୍ଣ ବୋଲେ। ଜନକୁ ବିଷ୍ଣୁ ପ୍ରାୟ ମଣେ ଯେ ଦିଅନ୍ତି ପରୀକ୍ଷା କଳା ତିନେ, ନମଇ ତାହାଙ୍କ ଚରଣେ ଯେ ଦିଅନ୍ତି ଷୋଳ କଳା କର୍ମେ। ଏଇ ଜନ୍ମ ନର ନାରାୟଣ ଯିଏ ତିନି କଳା ପରୀକ୍ଷା ଦେଲା ତାଙ୍କ ଚରଣ ଶରଣ, ଯିଏ 16 କଳା ପରୀକ୍ଷା ଦେଲା ସେ ସାଧୁ ନାରାୟଣ, ଭକ୍ତ ମାନଙ୍କର ଦୁଃଖ ନିବାରଣ। ସମସ୍ତେ ସାଧୁଜନଙ୍କୁ ଭକ୍ତମାନେ ଆନନ୍ଦ ଉତ୍ସବ ପାଇ ତାଙ୍କ କଥା ଶ୍ରବଣ କୀର୍ତ୍ତନ କରି ସମସ୍ତେ ଆନନ୍ଦ ଲାଭ କରନ୍ତି। କୃଷ୍ଣଙ୍କର ନାମ ପବିତ୍ର ନାମ, ନିଜ ହୃଦୟରୁ ରୋଗ ବ୍ୟାଧି କଟିଯାଏ, ନିଜ ଦେହରୁ ପ୍ରତ୍ୟେକ ବ୍ୟାଧି କଟିଯାଏ। ବୁଝିଲ ବନ୍ଧୁଗଣ, ସମସ୍ତେ ଚେତା କର, ସମସ୍ତେ ଚେତାଜନ ହୁଅ। ଆଚ୍ଛା, ତୁଣ୍ଡେ ବୋଲଇ ହରି ହରି ଅଦ୍ଭୁତ କର୍ମ ଦେଖି ତାରି, ଭୋ ଜଗନ୍ନାଥ ଦଇତ୍ୟାରି ଦଶନ୍ଦ୍ରୀ ଦତ୍ୟଙ୍କୁ ତୁମାରି। ହେ ନାରାୟଣ ଯଦୁପତି ଶ୍ରୀଖଣ୍ଡ ଚୂଳିଆ ଯେ ମୃତି, ନିର୍ଲଜ ପ୍ରାୟ ବହେ ମତି ଦଶନ୍ଦ୍ରୀ ସାଧ୍ୟ ପାଦେ ଚିନ୍ତି। ଦେଶନ୍ଦ୍ରୀ ସାଧ୍ୟ ଦେହି ପାଦରେ ଭକ୍ତମାନେ ଦର୍ଶନ କରି ତାଙ୍କୁ ଭୋଗ ଦେଇ ବହୁତ ଆନନ୍ଦ ଲାଭ କରନ୍ତି। ଭକ୍ତମାନଙ୍କର ସୁପୁଣ୍ୟ ତୀର୍ଥ ଅନ୍ନ ଜଳ ଦେଇ ଗୁରୁଙ୍କୁ ଗୃହେ ସେବା କରି ରଖନ୍ତି। ଯେ ଅଭକ୍ତ ଦୁର୍ଜନ ସେମାନେ ନାନା ପ୍ରଥମ ଏମନ୍ତ ଭାବେ ଯେତେବେଳେ ସେ କୃଷ୍ଣ ପାଦକୁ ମଞ୍ଚାଳେ, ଭଜଇ ବିଷ୍ଣୁ ପାଦ ତଳେ ଚକ୍ର ଦିଏ ସେ ଭକ୍ତ କରି। ଅଶେଷ ବନ୍ଧ କର୍ମ ଫାସ ମାଳି ପୈତାଦି ଭ୍ରମ ବେଶ, ତକ୍ଷଣେ ଯାଏ ତାର ନାଶ ଯଜ୍ଞ ସୂତ୍ର ପାଇ ଅବଶ୍ୟ। ବୁଝିଲ ବଡ ମହି କୋଉଠି ଅଛ ଶୁଣୁଛ କି ନାହିଁ? ପାଠ ଆମେ ଯଦି ନିରଳା ହିସାବରେ ବୁଝିବା, ଆମ ଦେହରୁ ଅହଙ୍କାର ଯିବ। ଆମେ ଯଦି ଅହଙ୍କାରକୁ ଯଦି ପରିହରି ନ କରିପାରିବା ତାହେଲେ ଧର୍ମ ସେଠି ରହିବ ନାହିଁ। ସ୍ୱଚରଣେ ଭାବ କରେ ସାତନ୍ଦ୍ରୀ କାଟେ ଯେ ଚକ୍ରରେ। ବୁଝିଲ ମହି ବାବୁ, ବିଶ୍ୱଚରଣେ ଭାବ କରେ ସାତନ୍ଦ୍ରୀ କାଟେ ଯେ ଗୃହରେ, ନିଜ ଗୃହରେ 7 ଇନ୍ଦ୍ରୀ କାଟି ସାଧୁ ନାରାୟଣକୁ ଦର୍ଶନ କରେ। ଗୃହସ୍ଥ ଧର୍ମ
ସମସ୍ତ ପରିବାରକୁ ଜ୍ଞାନ ଶିକ୍ଷା ଦିଅନ୍ତି। ଆଜି ଏ କୁଜ୍ଞାନୀ ସେ ବଢ଼ିଯିବ, ପୁଣି ଛିଡ଼ିଯିବ। ତାଙ୍କ ହୃଦୟରେ ବହୁତ ଅହଙ୍କାର ଥାଏ, ବହୁତ ମହିଳା ଥାଏ। ତାଙ୍କମାନଙ୍କର ପବିତ୍ର ଶରୀର ନୁହନ୍ତି। ତାଙ୍କ ସଙ୍ଗ ଯିଏ କରେ ସିଏ ହେଉଛି କୁପୁରୁଷ। ଅଶେଷ ବନ୍ଧନୁ ନିସ୍ତରେ ସେ ବ୍ରହ୍ମା ଗୃହସ୍ଥାଶ୍ରମରେ କୃଷର ଭାବେ ହୋଏ ସୁଧି କୃଷ ହୁଏ ଦଶନ୍ଦ୍ରୀ ଛେଦି ଚେତନା ଅହଙ୍କାର ବୁଦ୍ଧି ଏ ତିନି କଳା ଧରେ ଯଦି ମନର ବାହାର ଅନ୍ତରେ ନିର୍ମଳ ପ୍ରକାଶେ ଶରୀରେ। ବୁଝିଲ ପିଲେ, ଚେତନା ଅହଙ୍କାର ବୁଦ୍ଧି। ଆରେ ଅହଙ୍କାର କହିଲେ ଲୋକଙ୍କ ଅହଙ୍କାର ନୁହଁ, ଧର୍ମର ମହିମା। ସେଟା ହେଉଛି କୃଷ୍ଣଙ୍କ ଅହଙ୍କାର। ସିଏ ସବୁବେଳେ ତାଙ୍କର ନାମ ଗାୟନ କରେ, ସେଇଟା ଅହଙ୍କାର ବୋଲି କହନ୍ତି। ନିଜେ ପବିତ୍ର ହୁଏ, ନିଜ ଦଶ ଦ୍ୱାର ପବିତ୍ର ହୁଏ। ବୁଝିଲ, କୁପୁରୁଷ କୁଜ୍ଞାନୀଙ୍କ ସାଙ୍ଗରେ ସାଥି ହବ ନାହିଁ। କୁଜ୍ଞାନୀ କୁଜ୍ଞାନ କହିବେ, ସତ୍ୟ ଜ୍ଞାନ କେବେ ନ କହିବେ। ସେମାନେ ଜାଣିନାହାନ୍ତି, ସେ ବି ମଧ୍ୟ ବିଷ୍ଣୁ ମହିମା କହିପାରିବେ ନାହିଁ। ବୁଝିଲ ପିଲେ, ବୁଝିଲ ମହି ବାବୁ। ଆଚ୍ଛା, ଚେଷ୍ଟା କର। ବିଷ୍ଣୁ ଭକତି ଯୋଗ ବଳେ ପୂଜି ବିବେକେ କଳା ଶୋଳେ ପ୍ରକାଶେ ପ୍ରକାଣ୍ଡ ନଳେ ପାଇ ସେ ଜ୍ଞାନ ଅଗ୍ନି କଳେ ସେ ଅଗ୍ନି ତେଜେ କର୍ମ ବୀଜ ଗୃହସ୍ଥେ ସାତନ୍ଦ୍ରୀ ଦହିର୍ଜ ଦକ୍ଷିଣୀ ହୁଇ ଦହିର୍ଜ ବ୍ରାହ୍ମଣ ହୁଏ ଚଣ୍ଡାଳ ବୀଜ কর্ম বিনায়ে জীব তোরে বাহ্য প্রকৃতি ন পুজিলে নিশ্চিন্তে বিষ্ণু আশ্রয় করে তা মুখ জ্ঞান শুনি স্থিরে। ନିଶ୍ଚିନ୍ତେ ମୁଖ ଜ୍ଞାନ ଶୁଣିବା ପାଇଁକି ଆଶ୍ରୟ କରିବ, ତାଙ୍କ ମୁଖରୁ ଶୁଣିବ, ତାଙ୍କ ପାଦ ସେବା କରିବ, ତାଙ୍କ ରକ୍ଷା ସକାଶେ ସକଳ ସୁବିଧା କରିବ। ପୁଷ୍ପ ଆଶ୍ରୟ ପ୍ରାଣୀଙ୍କର ଜାତି ଭେଦ ନାହିଁ ତାହାର ଶୁଭ ଅଶୁଭ ହୋଇ ଦୂର ମୃତ୍ତିକା ଛୁତିକାଠୁ ଆହାର। ଏ ଶୁଭାଶୁଭ ଚକ୍ରେ ଥାଇ ନିଚାଦି ବାରିକଠୁ ନ ଖାଇ। ବୁଝିଲ ପିଲେ, ଚେଷ୍ଟା କର। ମୁଖ ଜନ୍ମା ବ୍ରାହ୍ମଣ, ଷଷ୍ଠୀ ବ୍ରାହ୍ମଣ। ସେ ଯୋଉଠି ଭକ୍ତ ଘରରେ ଛୁତିକା ମୂର୍ତ୍ତିକା ଥାଏ ସେଠି ତାଙ୍କର ଭୋଜନ କରନ୍ତି ଅନ୍ନ ଜଳ। ବୁଝିଲ, ଯିଏ ବିକାର କରେ ସେ ହଉଛି ଅସୁର ନାହିଁ। ଆରେ ତୋ ଘରେ ଯୋଉ ଅନ୍ନ ତା ଘରେ ସେଇ ଅନ୍ନ ଭଳି ହିଂସା କରୁଛି। ବୁଝିଲ, କଇଁଚି ଧରି କାଟୁଛି ପୁରା କଇଁଚି। ବୁଝିଲ, ଯୋଉଟା ପୁତୁନା କରିଦେଲା କ୍ଷୀର ପାନ ଦେଇଥିଲା ସେଇଟା କ୍ଷୀର ପାନ ନୁହଁ, ସେଇଟା ହେଲା ଖୁର ପାନ। ବୁଝିଲ, ଚେଷ୍ଟା କର, ସମସ୍ତେ ବୁଝ, ବିଚାର କର ବନ୍ଧୁଜନ। ଆଚ୍ଛା, ପ୍ରାଣୀ ଅଶେଷ ଜନ୍ମ ପାଇ ବିପ୍ର ଜାତି ହିରଣ୍ୟ ଦତ୍ୟ ହିଁ ସଂସାର ଚକ୍ର ଦୃଢ଼ ପାଶେ ହରି ମୁଖ ଜ୍ଞାନ ନ ଶୁଣି ସେ ହରି ଭଜନ ହୁଏ ନାଶେ ତା ମୁଖ ଶୁଣେ ଯେ ବିଶ୍ୱାସେ ଏ ଜୀବ ବନ୍ଧୁ ମୋକ୍ଷ ହୋଇ ବ୍ରହ୍ମ ନିର୍ବାଣେ ପଶେ ଯାଇ ପଣ୍ଡିତ ଜନଙ୍କର ମତ ବିଷ୍ଣୁ ଭଜନ ବ୍ରହ୍ମ ତତ୍ତ୍ୱ। ବୁଝିଲ, ଭକ୍ତମାନେ ପଣ୍ଡିତ ଜନଙ୍କର ମତ ବିଷ୍ଣୁ ଭଜନ ବ୍ରହ୍ମ ତତ୍ତ୍ୱ। ଯେ ପଣ୍ଡିତ ଲୋକ ଅଛନ୍ତି, ଯେ ପଣ୍ଡିତ ଲୋକମାନେ ଥାନ୍ତି, ସମସ୍ତେ ବିଷ୍ଣୁ ଭଜନ, ବିଷ୍ଣୁଙ୍କ ନାମ ଗାୟନ କରନ୍ତି। ବାଳକେ ମୋର ବୋଲ କର ସେ ସାଧୁ ନିଶ୍ଚୟ ବ୍ରହ୍ମ ତୁଲ୍ୟ। ବାଳକେ ମୋର ବୋଲ କର ଆସେ ସାଧୁ ନିଶ୍ଚୟ ବ୍ରହ୍ମ ତୁଲ୍ୟ। ବେଳ ହୁଁ ଗୋବିନ୍ଦ ସୁମାର ଶ୍ଳୋକଳା ସାଧୁ କୃଷ୍ଣ।
হরিঙ্কি ভজ দৃঢ় মনে তা মুখ শুনি নীতি জ্ঞানে। হরিକି ଦୃଢ଼ ଭାବରେ ଭେଦ, ତା ମୁଖରୁ ଜ୍ଞାନ ଶୁଣ। ଭାଗବତ ଧ୍ୟାନ କର, ଗୁରୁ ମୁଖରୁ ଯାହା ଜ୍ଞାନ ତତ୍ତ୍ୱ ହିସାବରେ ସବୁ ପ୍ରଚଳିତ କର। ଗୁରୁ ମୁଖରୁ ସବୁ ଜ୍ଞାନ ଆଣ, ବୁଝିଲ। সুখ কৃষ্ণ উপাসনে পাদে পুজি দেলে ভিক্ষানে আত্মার সঙ্গ পদ্ম লাভ খণ্ড চূল শ্লোকলা লাভ অন্য ভজনে কিবা লাভ সে গুরু ভজ চক্র দেব করে চক্র পাই যে শিষ্য দশন্দ্রী কাটি হেব কৃষ্ণ। আরে শিষ্য যদি চক্র পাইলা সুদর্শন, সে দশন্দ্রী কাটি সে হব কৃষ্ণ। ଆମେ ଯଦି ଭକ୍ତ ହେଇପାରିବା ନାହିଁ, ଶିଷ୍ୟ ହେଇପାରିବା ନାହିଁ, କାହାରି କର୍ମ କର୍ମାଣି ଯଦି ଆମେ ନ କରିପାରିବା, କୋଉ ପ୍ରକାର ଆମର ତ୍ରାହି ଅଛି? ଭଣ୍ଡେଇବା, ଖିଲି ଖିଲି ହସିବା, ଠକିବା, ମିଛରେ ନାନା ପ୍ରକାର କଟୁ କଥା, ନାନା ପ୍ରକାର ବାକ୍ୟ କହିବା। ଗୁରୁଜନଙ୍କୁ ଯେ ହିଂସ୍ରକ ଭାବ କରେ ତାଙ୍କୁ ପ୍ରଭୁ ସବୁବେଳେ ଦଣ୍ଡ ଦିଏ।